ପିଲାମାନେ ଜନ୍ମଭୂମି କବିତା ପାଠ କରିବା ପରେ ତୁମମାନଙ୍କ ବହିରେ ଥିବା ପ୍ରଶ୍ନର ଉତ୍ତର ଆଲୋଚନା କରିବା ପାଇଁ ଏହି ଅଧ୍ୟାୟଟି ତୁମମାନଙ୍କ ପାଇଁ ଏକ ସୁନ୍ଦର ଅଧ୍ୟାୟ। ଆମେମାନେ ପ୍ରଥମେ କବିତାଟିକୁ ଶୁଣିନେବା, ମନେ ପକାଇ ନେବା, ତାପରେ ପ୍ରଶ୍ନ ଉତ୍ତର ଆଲୋଚନାକୁ ଯିବା। ଠିକ୍ ଅଛି ପିଲାମାନେ? ତୁହି ମା ଜନମ ଭୂମି ପବିତ୍ର ଭାରତ ଭୂମି, ତୋହରି ସନ୍ତାନ ଆମ୍ଭେ ଅଟୁ ସରବେ, ତୋର ଶ୍ରୀଚରଣେ ସେବା ପାଇ ମନ ପ୍ରାଣ ଦେବା, ଗାଇବା ତୋହର ନାମ ଆନନ୍ଦ ରବେ, ତୋ ଆନନ୍ଦେ ହୋଇବା ସୁଖୀ। କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ, ଧନ୍ୟ ମହିମା ତୋହର ନାହିଁ ତାର ପଟାନ୍ତର, ମସ୍ତକରେ ହିମାଳୟ ପର୍ବତ ବର, ଦୁଇ ପାରୁ ସେ ଜଳଧି ବ୍ରହ୍ମପୁତ୍ର ସିନ୍ଧୁ ନଦୀ, ଚରଣରେ ବିରାଜିତ ମହାସାଗର, ବିନ୍ଧ୍ୟଗିରି ବରକଟିରେ, ଗଙ୍ଗାଦି କେତେ ନଦୀ ଶୋଭେ ଶରୀରେ, ଜନମିଲେ ତୋ କୋଳରେ କେତେ ସୁର ବୀର ନରେ, ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ, ମହାକବି ବେଦବ୍ୟାସ ବାଲ୍ମୀକ କାଳିଦାସ, ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ, ଚୈତନ୍ୟାଦି ମହାତ୍ମା ଜନେ ପ୍ରଚାରିଲେ ବିଭୁ ନାମ ଆନନ୍ଦ ମନେ, କେତେ କେତେ ପୁଣ୍ୟବତୀ କେତେ ପତି ବ୍ରତା ସତୀ, କେତେ ବୀରା ନାରୀ କେତେ ବୀରା ଜନନୀ, ସମସ୍ତେ ତୋର ଦୁହିତା ପଦ୍ମିନୀ ସାବିତ୍ରୀ ସୀତା, ଦୁର୍ଗାବତୀ ଆଦି କେତେ ବୀର ରମଣୀ, ନମୟିମା ଭକତି ଭରେ, ଅଧମ କ୍ଷମ ସୁତ ତୋ ଚରଣରେ। ପ୍ରଶ୍ନ ଉତ୍ତର। ଆମେ ବହି ପଢ଼ି ପ୍ରଶ୍ନର ଉତ୍ତର ଦେଇପାରୁ। ସାଙ୍ଗମାନେ, ତୁମେମାନେ ମଧ୍ୟ ପ୍ରଶ୍ନର ଉତ୍ତର ଦେଇପାରିବ। ପ୍ରଥମ ପ୍ରଶ୍ନରେ ଆଜି ରହିଛି ଜନ୍ମଭୂମି କବିତାକୁ ପଢ଼ି ପ୍ରଶ୍ନଗୁଡ଼ିକର ଉତ୍ତର ଦିଏ। ଏଥିରେ ରହିଛି 5ଟି ପ୍ରଶ୍ନ ସମୁଦାୟ। ମୁଁ ପ୍ରଥମ ପ୍ରଶ୍ନଟିକୁ ପଢ଼ିଛୁ। କବିତାରେ ଦର୍ଶିତ ବୀର ରମଣୀଙ୍କର ନାମ ଲେଖ, এই କଥା ଅଛି। ଦ୍ୱିତୀୟ ପ୍ରଶ୍ନରେ ଅଛି ଭାରତର କଟିରେ କେଉଁ ପର୍ବତମାଳା ଶୋଭା ପାଉଛି। ତୃତୀୟରେ ଅଛି କାଳିଦାସ କିଏ, ତାଙ୍କ ରଚିତ ଗୋଟିଏ କାବ୍ୟର ନାମ ଲେଖ। ଚତୁର୍ଥରେ ଅଛି ଆମ ଜନ୍ମଭୂମିର ଦୁଇ ପାର୍ଶ୍ୱରେ ଥିବା ଜଳଧିର ନାମ ଲେଖ। ପଞ୍ଚମ ପ୍ରଶ୍ନ ରହିଛି ଭାରତର ଶରୀରରେ କେଉଁ ସବୁ ନଦୀ ଶୋଭା ପାଉଛି। ଠିକ୍ ଅଛି ପିଲାମାନେ, ଆମେ ଏଇ 5ଟି ଯାକ ପ୍ରଶ୍ନକୁ ବର୍ତ୍ତମାନ ଆଲୋଚନାକୁ ନେବା, ପରବର୍ତ୍ତୀ କଥାକୁ ଯିବା। ପ୍ରଥମ ପ୍ରଶ୍ନରେ କ'ଣ ଅଛି ଦେଖିବା। କବିତାରେ ଦର୍ଶିତ ବୀରାରମଣୀମାନଙ୍କର ନାମ ଲେଖ। ପିଲାମାନେ, ତମମାନଙ୍କ ପାଇଁ ସୁନ୍ଦର ସୁନ୍ଦର ଚିତ୍ର ମୁଁ ଆଣିଛି, ଚିତ୍ରକୁ ଦେଖ, ଚିହ୍ନଟ କର ବୀରାରମଣୀମାନେ କିଏ କିଏ। ପ୍ରଥମ ଚିତ୍ର ଦେଖ, ଅନୁମାନ କଲ ଦେଖି ଏହି ବୀର ରମଣୀଙ୍କର ନାମ କ'ଣ ହେଇଥିବ। ଦ୍ୱିତୀୟରେ ଏହି ବୀର ରମଣୀଙ୍କର ନାମ କ'ଣ ହେଇଥିବ। ସାଧ୍ୱୀ ସତୀ ରମଣୀଙ୍କର ନାମ କ'ଣ ହେଇଥିବ। ତୃତୀୟରେ ଦେଖ ମାଙ୍କର ନାମ କ'ଣ କହିପାରିବ। ଚତୁର୍ଥରେ ଦେଖ ଏଇଠି ବୀର ରମଣୀ ଯୋଦ୍ଧା ସାହସୀ ବୀର, ତାଙ୍କର ନାମ କ'ଣ ଲେଖ। ପ୍ରଥମ ମହିଳାଙ୍କର ନାମ ପଦ୍ମିନୀ। ଐତିହାସିକ ଚରିତ୍ର, ଇତିହାସର ରାଣୀ, ମହାନ ଯୋଦ୍ଧା ଏବଂ ଶକ୍ତିଶାଳୀ ମହିଳା।
ସାବିତ୍ରୀ ମହାସତୀ ଯମଙ୍କ ପାଖରୁ ସ୍ୱାମୀଙ୍କର ଆତ୍ମାକୁ ଫେରାଇ ଆଣିଥିଲେ। ଶ୍ରେଷ୍ଠ ଭକ୍ତ ଏବଂ ପତିବ୍ରତା ସାବିତ୍ରୀ। ମାତା ସୀତା ସ୍ୱାମୀଙ୍କର କଷ୍ଟକୁ ନିଜ ଶରୀରର କଷ୍ଟ ବୋଲି ମନେକରି ସ୍ୱାମୀଙ୍କ ସହିତ ବନବାସ ଯାଇଥିଲେ। ଲବକୁଶ ନାମରେ 2ଟି ସୁଯୋଗ୍ୟ ସନ୍ତାନର ଜନନୀ ମାତା ସୀତା ପୌରାଣିକ ଚରିତ୍ର, ରାମାୟଣର ଚରିତ୍ର। ଦୁର୍ଗାବତୀ ଇତିହାସର ଚରିତ୍ର। ଜଣେ ସାହସୀ ଯୋଦ୍ଧା ନିଜର ଦୁର୍ଗକୁ ରକ୍ଷା କରିବାକୁ ଯାଇ ଅନ୍ୟ ପାଖରେ ମଥାନତ କରିନଥିଲେ, କିନ୍ତୁ ଆତ୍ମାହୁତି ଦେଇଥିଲେ। ସେହି ଦୁର୍ଗାବତୀ ଇତିହାସର ଜଣେ ବୀର ରମଣୀ। ଏହି 4 ଜଣଙ୍କ ବାବଦରେ ପିଲାମାନେ ଜନ୍ମଭୂମି କବିତାରେ ବର୍ଣ୍ଣନା କରାଯାଇଛି। କିଏ? ପଦ୍ମିନୀ, ସାବିତ୍ରୀ, ସୀତା, ଦୁର୍ଗାବତୀ। ଠିକ ଅଛି ପିଲାମାନେ, ପରବର୍ତ୍ତୀ ପ୍ରଶ୍ନକୁ ତାହେଲେ ଯିବା। ଜନ୍ମଭୂମି କବିତାକୁ ପଢି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ। ଦ୍ୱିତୀୟ ପ୍ରଶ୍ନ, ଭାରତର କଟିରେ କେଉଁ ପର୍ବତମାଳା ଶୋଭା ପାଉଛି? କଟି କଣ ବୁଝିପାରିଛ? କମର, ଅଣ୍ଟା। ଚିତ୍ରରେ ତୁମେ ଦେଖିପାରୁଥିବ, ଠିକ ନାଲି ଚିହ୍ନିତ ଅଂଶ। ମୁଁ ତାକୁ ଟିକେ ଚିହ୍ନଟ କରୁଛି। ଭାରତ ମାତାର ମସ୍ତକ, ଭାରତ ମାତାର ପାଦ, ଭାରତ ମାତାର 2 ହାତ। এইটা ହେଉଛି ଭାରତ ମାତାର ଅଣ୍ଟା। ଅଣ୍ଟାରେ ଅବସ୍ଥିତ ବିନ୍ଧ୍ୟ ପର୍ବତମାଳା। ଭାରତ ମାତାର କଟିରେ କିଏ ଅବସ୍ଥିତ? ବିନ୍ଧ୍ୟ ପର୍ବତମାଳାର ଚିତ୍ର ତମମାନଙ୍କ ପାଇଁ ମୁଁ ଆଣିଛି, ଦେଖ। ଭାରତ ମାତାର କଟିରେ ବିନ୍ଧ୍ୟ ପର୍ବତମାଳା ଶୋଭା ପାଉଛି। ଠିକ ଅଛି ପିଲାମାନେ, ବିନ୍ଧ୍ୟ ପର୍ବତମାଳା ତମମାନେ ଦେଖିଲେ ଏଥର। ପରବର୍ତ୍ତୀ କଥାକୁ ଯିବା। କାଳିଦାସ କିଏ? ତାଙ୍କ ରଚିତ ଗୋଟିଏ କାବ୍ୟର ନାମ ଲେଖ। କାଳିଦାସ କିଏ ସେ ବାବଦରେ ସମସ୍ତ ତଥ୍ୟ ତମମାନେ ଭିଡିଓରୁ ପାଇସାରିଛ। ଭିଡିଓରେ ବର୍ଣ୍ଣନା କରାଯାଇଛି କାଳିଦାସ କେତେ ମୂର୍ଖ ଥିଲେ ଏବଂ କିଏ କହନ୍ତି ମା କାଳୀଙ୍କର ଆଶୀର୍ବାଦ, କିଏ କହନ୍ତି ମା ସରସ୍ୱତୀଙ୍କର ଆଶୀର୍ବାଦରୁ ତାଙ୍କ କଣ୍ଠରେ ଜ୍ଞାନ ବର୍ଷା ହେଲା। ଶେଷରେ ସେ କାବ୍ୟ ପରେ କାବ୍ୟ, ନାଟ୍ୟଶାସ୍ତ୍ର ମଧ୍ୟ ରଚନା କରିଛନ୍ତି, କାବ୍ୟର କବିତା ରଚନା କରିଛନ୍ତି। ଠିକ ଅଛି, ତାଙ୍କ ରଚିତ ଗୋଟେ କାବ୍ୟର ନାମ ମଧ୍ୟ ଆଲୋଚନା କରିବା ଏହି ପ୍ରଶ୍ନରେ। ଚିତ୍ରରେ ଦେଖୁଛ, କଣ ଦେଖୁଛ? କାଳିଦାସଙ୍କୁ ଦେଖୁଛ। କାଳିଦାସ ପୁରାତନ ଭାରତବର୍ଷର ଜଣେ କବି। ସେ ସଂସ୍କୃତ ଭାଷାରେ ଅନେକ ପୁସ୍ତକ ରଚନା କରିଛନ୍ତି। ରଘୁବଂଶ, କୁମାର ସମ୍ଭବ ତାଙ୍କର 2ଟି ପ୍ରସିଦ୍ଧ ପୁସ୍ତକ ଅଟେ। ଏହି କଥା ଆମେ ଏଠୁ ଜାଣିଲେ। କାଳିଦାସଙ୍କର ଚିତ୍ର। ଆମ ଜନ୍ମଭୂମିର 2 ପାର୍ଶ୍ୱରେ ଥିବା ଜଳଧିର ନାମ ଲେଖ। ଜଳର ଚିହ୍ନ ଆସିଗଲାଣି 2 ପଟରେ। ଚିତ୍ର ଦେଖିବାକୁ ପାଉଛ 2 ପଟରେ ଜଳଧିର ଚିହ୍ନ ଆସିଗଲା। କଣ କଣ ଜଳଧି ଅଛି? ନଦୀ, ସିନ୍ଧୁ ନଦୀ, ବ୍ରହ୍ମପୁତ୍ର ନଦୀ। ଆମ ଦେଶର, ଆମ ଜନ୍ମଭୂମିର 2 ପାର୍ଶ୍ୱରେ 2ଟି ପ୍ରସିଦ୍ଧ ନଦୀ ରହିଛି, ସିନ୍ଧୁ ଏବଂ ବ୍ରହ୍ମପୁତ୍ର। ପିଲାମାନେ ନଦୀ ଗୁଡ଼ିକ ଆମମାନେ ଜାଣିଲେ, ଏଥର ଉତ୍ତର ଜାଣିପାରିଲେ। ଆମ ଜନ୍ମଭୂମିର 2 ପାର୍ଶ୍ୱରେ ସିନ୍ଧୁ ନଦୀ ଏବଂ ବ୍ରହ୍ମପୁତ୍ର ନଦୀ ନାମରେ 2ଟି ଜଳଧି ରହିଛି। ଜନ୍ମଭୂମି କବିତାକୁ ପଢି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ। ଭାରତର ଶରୀରରେ କେଉଁ ସବୁ ନଦୀ ଶୋଭା ପାଉଛି? ଚିତ୍ରକୁ ଦେଖିବା ଏବଂ ନଦୀମାନଙ୍କର ତାଲିକା କରିବା। ପିଲାମାନେ ଭାରତର ମାନଚିତ୍ର ତୁମମାନଙ୍କ ସାମ୍ନାରେ ଆସିଗଲା। ଏବେ ଦେଖ ନଦୀଗୁଡ଼ିକ ନାମ ସିନ୍ଧୁ, ଗଙ୍ଗା, ନର୍ମଦା, ତାପ୍ତି, କୃଷ୍ଣା, କାବେରୀ, ଗୋଦାବରୀ, ବ୍ରହ୍ମପୁତ୍ର, ଯମୁନା। ଏଇଭଳି ଜଣାଶୁଣା ବଡ଼ ନଦୀଗୁଡ଼ିକର ନାମକରଣ କରି ମୁଁ ରଖିଛି। ତମମାନେ ବିଦ୍ୟାଳୟରେ ଶିକ୍ଷକଙ୍କୁ ପଚାରିବ, ମାନଚିତ୍ରରେ ଦେଖିବ, ସାଙ୍ଗସାଥୀଙ୍କୁ ପଚାରିବ, ବାପା ମାଙ୍କୁ ପଚାରି ଅନେକ ଗୁଡ଼ିଏ ନଦୀର ତାଲିକା ତିଆରି କରିବ। କିନ୍ତୁ ମୁଁ ତୁମମାନଙ୍କ ପାଇଁ ଏଇଭଳି କିଛି ନଦୀର ତାଲିକା ତିଆରି କରିଛି, ଯଥା ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ୱତୀ, ନର୍ମଦା, ସିନ୍ଧୁ, କାବେରୀ, ତାପ୍ତି, କୃଷ୍ଣା, ବ୍ରହ୍ମପୁତ୍ର। ତମମାନେ ଏଇ ନଦୀଗୁଡ଼ିକୁ ସବୁ ମନେ ରଖିବ ଏବଂ ମୁଁ ତୁମମାନଙ୍କ ପାଇଁ ଗୋଟେ ବଢ଼ିଆ କଥା କହିବି। ତମମାନେ ଏଇ ନଦୀର ଗତିପଥକୁ ମଧ୍ୟ ମନେ ରଖିବ। କେଉଁ ସ୍ଥାନରୁ ବାହାରି କେଉଁ ସ୍ଥାନରେ ପହଞ୍ଚିଛି, କେଉଁ ସ୍ଥାନରୁ ବାହାରି କେଉଁ ସ୍ଥାନରେ ପହଞ୍ଚିଛି। ଠିକ ଅଛି ପିଲାମାନେ, ପରବର୍ତ୍ତୀ ପ୍ରଶ୍ନକୁ ଯିବା। କବିତାର ଏହି ଅଂଶଟିକୁ ଆମେମାନେ ପଢିବା। ପିଲାମାନେ, ଚୈତନ୍ୟାଦି ମହାତ୍ମା ଜନେ ପ୍ରଚାରିଲେ ବିଭୁ ନାମ ଆନନ୍ଦ ମନେ। ପିଲେ, ଭିଡିଓରେ ତୁମେ ଏହି କବିତାଟିକୁ ପଢିଥିବ ଏବଂ ବୁଝି ସାରିଥିବ ମଧ୍ୟ। ଶ୍ରୀ ଚୈତନ୍ୟଙ୍କର ଚିତ୍ର ମଧ୍ୟ ଦେଖିଥିବ। କବିତାଟିକୁ ଆଉଥରେ ଆଲୋଚନା କରିନେବା। ଚୈତନ୍ୟଙ୍କୁ ମହାତ୍ମା ଜନ କୁହାଯାଇଛି। ସେ ବିଭୁ ନାମ ଆନନ୍ଦ ମନରେ ପ୍ରଚାର କରିଥିଲେ। ସେ କୃଷ୍ଣ ଭକ୍ତ ଥିଲେ। ପ୍ରଭୁ ଶ୍ରୀକୃଷ୍ଣଙ୍କ ନାମକୁ ଆନନ୍ଦ ମନରେ ପ୍ରଚାର କରିଥିଲେ। ଶ୍ରୀ ଚୈତନ୍ୟଙ୍କ ବାବଦରେ ଆମେ ଅନେକ କଥା ମଧ୍ୟ ଜାଣିଛନ୍ତି। ଏବେ ଆମେ କଥାଟିକୁ ଯିବା। ଉପରଲିଖିତ ପଦ୍ୟାଂଶଟିକୁ ପଢି ଉତ୍ତର ଲେଖ। ଚୈତନ୍ୟ କିଏ? ପ୍ରଥମ ପ୍ରଶ୍ନ, ପ୍ରଭୁ ଶ୍ରୀ ଚୈତନ୍ୟଙ୍କର ଚିତ୍ର ଆମେ ଦେଖିବାକୁ ପାଇଲେ। ଚିତ୍ରରୁ ସ୍ପଷ୍ଟ ଅନୁମେୟ, ତୁମମାନେ ଅନୁଭବ କରୁଥିବ କେତେ ଭକ୍ତି ତାଙ୍କ ମନରେ, ଭକ୍ତି ଭାବର ଚିତ୍ର ତାଙ୍କ ଶରୀରରୁ ସମ୍ପୂର୍ଣ୍ଣ ଭାବେ ପରିପ୍ରକାଶିତ ହେଉଛି।
ଦେବତାଙ୍କର ସ୍ପର୍ଶ ପାଇଥିବା ମଣିଷଟିଏ, ଶ୍ରୀକୃଷ୍ଣଙ୍କ ନାମକୁ ସାରା ବିଶ୍ୱରେ ପ୍ରଚାର କରିଥିବା ମଣିଷଟିଏ, ସନ୍ଥଟିଏ, ତ୍ୟାଗୀ ପୁରୁଷଟିଏ। ଶ୍ରୀ ଚୈତନ୍ୟ କିଏ ପ୍ରଶ୍ନର ଉତ୍ତର ଆମେ ଏମିତି ଦେବା, ଚୈତନ୍ୟ ମହାପ୍ରଭୁ ଶ୍ରୀକୃଷ୍ଣ ମହାପ୍ରଭୁଙ୍କର ଭକ୍ତ, ଜଣେ ମହାନ ଧାର୍ମିକ, ସଂସ୍କାରକ, ସନ୍ଥ ଓ ଭକ୍ତି ଆନ୍ଦୋଳନର ପ୍ରବକ୍ତା ଥିଲେ। ସେ ଗୌଡ଼ୀୟ ବୈଷ୍ଣବ ଧର୍ମର ପ୍ରଚାରକ ଥିଲେ। ସେ ଭଗବାନ ଶ୍ରୀକୃଷ୍ଣଙ୍କର ଅନନ୍ୟ ଭକ୍ତ ଥିଲେ ଓ ଲୋକମାନଙ୍କୁ ଭକ୍ତି ମାର୍ଗରେ ଆଣିବାକୁ ଜୀବନ ଦେଇଥିଲେ। ତାଙ୍କର ଜନ୍ମ 1486 ମସିହାରେ ନବଦ୍ୱୀପ ନଦିଆ ପଶ୍ଚିମବଙ୍ଗରେ ହୋଇଥିଲା। ତାଙ୍କର ଶିଶୁ ନାମ ଥିଲା ବିଶ୍ୱମ୍ବର ମିଶ୍ର। ସେ ଗୌରାଙ୍ଗ ଓ ନିମାଇ ନାମରେ ମଧ୍ୟ ପରିଚିତ ଥିଲେ। ସେ ଭକ୍ତି ଆନ୍ଦୋଳନର ପ୍ରମୁଖ ପ୍ରଚାରକ ଥିଲେ। ତାଙ୍କର ଶିକ୍ଷା ଓ ଦର୍ଶନରେ ସେ କହୁଥିଲେ ଯେ ଭଗବାନଙ୍କୁ ପାଇବାର ସରଳ ଉପାୟ ହେଉଛି ଭକ୍ତି। ସେ ହରେ କୃଷ୍ଣ ନାମ ସଂକୀର୍ତ୍ତନକୁ ପ୍ରଚାର କରୁଥିଲେ। ସେ ସମସ୍ତ ଲୋକଙ୍କୁ ସମାନ ଭାବରେ ଦେଖିବାକୁ ଶିଖାଇଥିଲେ। ଜାତି, ବର୍ଣ୍ଣ, ବର୍ଗ, ଭେଦଭାବକୁ ବିରୋଧ କରିଥିଲେ। ଚୈତନ୍ୟ ମହାପ୍ରଭୁ ଭକ୍ତି ଆନ୍ଦୋଳନକୁ ନୂତନ ଦିଗ ଦେଇଥିଲେ। ସେ ଭଗବାନଙ୍କ ପ୍ରତି ପ୍ରେମ ଓ ଭକ୍ତକୁ ଜନମାନସରେ ପ୍ରଚାର କରିଥିଲେ। ସେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଶ୍ରେଷ୍ଠ ଭକ୍ତ ଥିଲେ। ପିଲାମାନେ, ଆମେ ପ୍ରଭୁ ଚୈତନ୍ୟଙ୍କ ବାବଦରେ କଥା ଜାଣିଲେ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ସେ କ'ଣ କରିଥିଲେ? ତାଙ୍କର କାମ ଗୁଡ଼ିକ କ'ଣ? ଏଠାରେ ମୁଁ ଉତ୍ତର ଲେଖି ରଖିଛି, କିନ୍ତୁ ତମମାନେ ତ ଜାଣିସାରିଲଣି। ସେ ଗୌଡ଼ୀୟ ବୈଷ୍ଣବ ଧର୍ମର ପ୍ରଚାରକ ଥିଲେ। ଲୋକମାନଙ୍କୁ ଶାନ୍ତି, ମୈତ୍ରୀ, ଭ୍ରାତୃତ୍ୱଭାବ, ଏକତାର ମନ୍ତ୍ର ଶିଖାଇଥିଲେ। ଜାତି, ଧର୍ମ, ବର୍ଣ୍ଣକୁ ଭୁଲିଯାଇ ସମସ୍ତେ ବିଭୁଙ୍କ ନିକଟରେ ନିଜକୁ ସମର୍ପଣ କରିବାର ଭାବ ସମସ୍ତଙ୍କୁ ଶିଖାଇଥିଲେ। ସବୁଠାରୁ ବଡ଼ କଥା ହେଉଛି ହରେ କୃଷ୍ଣ ହରେ ରାମର ଜପ କରିବାର ମନ୍ତ୍ର ସେ ସାରା ଭାରତବାସୀଙ୍କୁ ଶିଖାଇଥିଲେ। ଆଜିର କୀର୍ତ୍ତନ ତାଙ୍କରି ଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ମନ ଭିତରେ ଆନନ୍ଦ ଥାଏ, ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିବାରେ ଶାନ୍ତି ମିଳିଥାଏ, ଏହି ବାର୍ତ୍ତା ସେ ଜନମାନସରେ ପହଞ୍ଚାଇ ଦେଇଥିଲେ। ସେହି ସମୟରେ ସେ ଏକ ଭକ୍ତି ଜାଗରଣ ସୃଷ୍ଟି କରିଥିଲେ। ସାରା ବିଶ୍ୱ ମଧ୍ୟ ପ୍ରଭାବିତ ହୋଇଥିଲା ଏବଂ ଭାରତବର୍ଷରେ ଭକ୍ତି ଜାଗରଣ ଶ୍ରେଷ୍ଠ ରୂପ ଧାରଣ କରିଥିଲା ତାଙ୍କ ସମୟରେ। ସମସ୍ତଙ୍କୁ ପ୍ରେମ, ଦୟା, ମାନବିକତାର ପଥ ଓ ଧାର୍ମିକ ପଥ ସେ ଶିଖାଇଥିଲେ। ପୁରୀରେ ସେ ଶେଷ ଜୀବନ କାଟିଥିଲେ। ସେ ଜଗନ୍ନାଥଙ୍କର ବଡ଼ ଭକ୍ତ ଥିଲେ। ଭଗବାନଙ୍କ ଭକ୍ତିରେ ନିଜେ ଲୀନ ହୋଇଯାଇଥିଲେ। ଏହିସବୁ ତ୍ୟାଗ ସେ ଜନମାନସରେ କରିଥିଲେ ଏବଂ ସାଧାରଣ ଜନତାଙ୍କ ଗୋଟିଏ ମାର୍ଗରେ ଆଣିବା ପାଇଁ ପ୍ରଚେଷ୍ଟା ମଧ୍ୟ କରିଥିଲେ। ବୁଝିହେଲା ପିଲାମାନେ? ଶ୍ରୀ ଚୈତନ୍ୟଙ୍କ ବାବଦରେ ଆମେ ଜାଣିଲେ। ପୁନଶ୍ଚ ପ୍ରଶ୍ନଟି, ତାଙ୍କୁ ଆମେ ମହାତ୍ମା କହିବା କାହିଁକି? ଏବେ ତମେମାନେ ନିଜକୁ ପଚାର। ମଣିଷ ସମାଜ ପାଇଁ ଯିଏ ଏତେ କାମ କରିଛନ୍ତି, ଯିଏ ନିଃସ୍ୱାର୍ଥପର ଭାବରେ ମଣିଷର ସେବା କରିଛନ୍ତି, ଆମର ବିଭୁଙ୍କୁ ସାରା ଭାରତବର୍ଷରେ ପ୍ରଚାର ପ୍ରସାର କରିଛନ୍ତି, ଜୀଇବାର ମନ୍ତ୍ର ଶିଖାଇଛନ୍ତି, ଶାନ୍ତି କେମିତି ମିଳେ ସେ ସୂତ୍ର ଶିଖାଇଛନ୍ତି, ତାଙ୍କୁ ଆମେ କାହିଁକି ମହାତ୍ମା କହିବା ନାହିଁ? ବାସ୍ତବରେ ସେ ଜଣେ ସନ୍ଥ ଥିଲେ। ତୁମେ ତାଙ୍କର ବାହ୍ୟ ପରିପାଟିରୁ ଏ କଥା ଜାଣିବାକୁ ପାଉଛ। ସବୁଠୁ ବଡ଼ ଜିନିଷ, ଜାତି, ଧର୍ମ, ବର୍ଣ୍ଣକୁ ତ୍ୟାଗ କରି ସମସ୍ତେ ଭ୍ରାତୃତ୍ୱବୋଧର ବନ୍ଧନରେ ବାନ୍ଧି ହେବାକୁ ସେ ଯେଉଁ ଆହ୍ୱାନ ଦେଇଥିଲେ, ତାହା ଥିଲା ଭକ୍ତି ଆନ୍ଦୋଳନ, ଭଗବାନଙ୍କ ପାଖରେ ନିଜକୁ ସମର୍ପଣ କରିଦେବା। ସତ୍ୟ ଆଉ ଧର୍ମର ମାର୍ଗ ଲୋକଙ୍କୁ ଶିଖାଇଥିଲେ। ତାଙ୍କର ଜୀବନ ଅତ୍ୟନ୍ତ ସରଳ ଆଉ ପବିତ୍ର ଥିଲା। ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣା। ସେ ଭକ୍ତିରେ ଲୀନ ହୋଇଥିଲେ, ଆତ୍ମାକୁ ଭଗବାନଙ୍କ ନିକଟରେ ସମର୍ପଣ କରିଦେଇଥିଲେ। ତାଙ୍କୁ ସେଥିପାଇଁ ଆମେ ମହାତ୍ମା କହିବା। ସେ ମହାନ ଆତ୍ମା, ମହାତ୍ମା। ଠିକ ଅଛି ପିଲାମାନେ, এই ପ୍ରଶ୍ନର ଉତ୍ତର ଆମମାନେ ବୁଝିଲେ। ପିଲାମାନେ, ଆମେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଏଥିରେ କ ସ୍ତମ୍ଭର କବିତା ସହିତ ଖ ସ୍ତମ୍ଭର ଭାବାର୍ଥକୁ ସଂଯୋଗ କରିବା ପାଇଁ ସୂଚନା ଦିଆଯାଇଛି। ଅର୍ଥାତ୍ କ ସ୍ତମ୍ଭରେ କିଛି କବିତାର ଅଂଶ ଥିବ, ଖ ସ୍ତମ୍ଭରେ ସେହି କବିତାର ଅଂଶର ଭାବାର୍ଥ ଥିବ। ତାକୁ ଆମେ ସଂଯୋଗ କରିବା। ଭାବାର୍ଥ ଆମେ ବୁଝିବା କବିତାର ଅଂଶଟିର ଅର୍ଥ କ'ଣ ରହୁଛି, କେଉଁ ଭାବକୁ ବୁଝାଉଛି। ଭାବ ଆଉ ଅର୍ଥ ମିଶି ଭାବାର୍ଥ ହୁଏ। ଭାବ କ'ଣ ରହିଛି, ଅର୍ଥ କ'ଣ ରହିଛି, ତାକୁ ଭାବାର୍ଥ ଆମେ କହିବା। ଠିକ ଅଛି ପିଲାମାନେ? କ ସ୍ତମ୍ଭରେ ଅଛି, ଜନମିଲେ ତକୋଳରେ କେତେ ସୁର ବୀରନରେ। ଏମିତି କଥା ତ? ଜନମିଲେ ତକୋଳରେ କେତେ ସୁର ବୀର ନରେ। କବିତାରେ ଏଇ କଥା ଅଛି। କ ସ୍ତମ୍ଭରେ ଏଇଟା ରହିଛି। ତ ଆନନ୍ଦେ ହୋଇବା ସୁଖୀ, କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ। ହେ ଭାରତ ମାତା, ତୁ ଆନନ୍ଦିତ ହେଲେ ଆମେ ଆନନ୍ଦିତ ହଉ, ତୁ ଦୁଃଖୀ ହେଲେ ଆମେ ଦୁଃଖୀ ହେଉ।
आम कर्मरे तू आनंदित हेउ आम कर्मरे तू दुखी हेउ आमे उचित मार्गरे गले तू सुखी हेउ आमे अनुचित मार्गरे गले तू दुखी हेउ आमे सत्कर्म कले तू सुखी हेउ आमे कुकर्म कले तू दुखी हेउ अतएव आमे सत्कर्म करिबु आमे भल काम करिबु तोर प्रगति पई काम करिबु आम समाजर प्रगति पई काम करिबु तू सुखी हेबु आमे जेतेबेले ओलटा करिबु सेतेबेले तू दुखी हेबु एई कथा कवि एठारे जनसाधारण को जणैछन्ति भारत माता को निजर भल पाइबा जणै कहिछन्ति समस्ते तोर दुहिता पद्मिनी सावित्री सीता दुर्गावती आदि केते वीर रमणी पद्मिनी सावित्री सीता दुर्गावती एमाने सब वीर रमणी तोरी कोଳରେ जन्म ग्रहण କରିଥିଲେ पद्मिनी जणे वीर रमणी सावित्री जणे महासती साध्वी सीता जणे साध्वी महिला दुर्गावती जणे वीर रमणी जणे साहसी जणे योद्धा ये समस्ते तोर दुहिता ये समस्ते तोर जन्म करिथिबा कन्या माने ये कथा मध्य कवितार कहाइछि वर्तमान आमे ख स्तंभरे कौन सब रही देखा तापर आमे क स्तंभ सहित ख स्तंभ को जोड़िया को प्रयास करबा ठीक अच्छे पिला माने देखिबा ख स्तंभरे कौन अछि ख स्तंभरे अछि पद्मिनी सावित्री सीता प्रभृति समस्त वीर रमणी भारत मातार दुहिता अटंती भारत मातार कोଳରେ अनेक सूर वीर और महामानव जन्म नहीं आमे जन्मभूमिर उन्नति बा प्रगति रे सुख अनुभव करबा और अवनति रे दुखी हेबा एई कथा रही देखिबा गोटे गोटे को जोड़िबा क स्तंभर कविता तो आनंदे होइबा सुखी कांदिबा दुखरे तोर होइना दुखी हे भारत माता तू जेतेबेले सुखी हेबु आमे सुख अनुभव करिबु तू जेतेबेले दुखी हेबु आमे दुख अनुभव करिबु ताले कोन हबो आमे जन्मभूमिर उन्नति बा प्रगति रे सुख अनुभव करबा और अवनति रे दुखी हेबा एई कथा ए भावार्थ बुझौछि प्रथम प्रश्नटी 2 नंबर प्रश्नटी भावार्थ सूचौछि आमे जन्मभूमिर उन्नति रे खुशी हेबा एवं जन्मभूमिर अवनति रे दुखी हेबा एई कथा को प्रकाश करूछि द्वितीय कथा को जिबा समस्ते तोर दुहिता पद्मिनी सावित्री सीता पद्मिनी सावित्री सीता दुर्गावती ई समस्ते तोर कन्या तोरी कोଳରେ जन्म ग्रहण करिसंती तोरी पई सेवा करिसंती तोरी पई जीवन देइसंती ई समस्ते तोर कन्या ई समस्त को तू जन्म करिछु तोरी कोଳରେ जन्म करिछु हे माता भारत माता पद्मिनी सावित्री सीता प्रभृति समस्त वीर रमणी तोरी दुहिता अटंती तोरी कोଳରେ ସେମାନେ ସମସ୍ତେ जन्म ग्रहण करिसंती एई कथा एई भावार्थ ए पंक्तिटी बुझौछि पिला माने परवर्ती पंक्ति को जिबा जनमिले तकोଳରେ केते सुर वीर नरे हे भारत माता तोरी कोଳରେ अनेक सुर वीर महात्मा माने जन्म ग्रहण करिसंती तोरी कोଳରେ ସେମାନେ लीला खेल करिसंती तोरी मंगल पई कार्य करिसंती जनसाधारणଙ୍କର उन्नति कल्पे कार्य करिसंती ସେମାନେ ସମସ୍ତେ तोरी कोଳରେ जन्म ग्रहण करिसंती ये होछि भावार्थ ए कथाटीर ए प्रश्नटी को आमे टिके पढिबा पिला माने महाकवि वेदव्यास बाल्मीक कालिदास गाइले पवित्र कंठे तोहरी गुण कवितार ए अंशटी को आमे बुझिसंती महाकवि वेदव्यास बाल्मीक अर्थ वाल्मीकि ऋषि एवं कालिदास एमाने समस्ते भारत मातार गुण को निज कविता माध्यम गान करिसंती अर्थात वेदव्यास वाल्मीकि कालिदास एमाने संस्कृत साहित्य अनेक काव्य कविता रचना करिसंती प्रश्न होछि केउ मानक महाकवि आख्या दिया जाइछि कहि परिबो पिला माने वेदव्यास वाल्मीक कालिदास तीन जन को कवितार महाकविर आख्या दिया जाइछि महाकवि वेदव्यास महाकवि वाल्मीक बा ऋषि वाल्मीकि महाकवि कालिदास कथा आमे बुझी पारले ठीक अछि द्वितीय प्रश्नर उत्तर देबा सेमानंकर लिखित ग्रंथर नाम उल्लेख कर वेदव्यास महाभारत रचना करचंती आमे कथा जानिचंती वाल्मीकि रामायण लिखिचंती कालिदासंकर अनेक गुड़िया कृति अछि अभिज्ञान शकुंतलाम नामकर एक उपन्यास मेघदूत काव्य रघुवंशम काव्य एवं मालविकाग्निमित्रम एक नाटक से रचना करिसंती ए कथा हमें बुझी पारले एथर परवर्ती कथा को जिबा परवर्ती प्रश्न को जिबा पिला माने एठारे अछि केते केते पुण्यवती केते पतिव्रता सती वीर नारी केते वीर जननी
ଏହି କବିତାଂଶରେ ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି? କେତେ କେତେ ପୁଣ୍ୟବତୀ, କେତେ ପତିବ୍ରତା ସତୀ, କେତେ ବୀର ନାରୀ, କେତେ ବୀର ଜନନୀ। ପିଲାମାନେ, ପ୍ରଶ୍ନ ଅଛି ଏହି କବିତାଂଶରେ ବୀର ନାରୀ ବୋଲି କାହାକୁ କୁହାଯାଇଛି ଓ କାହିଁକି କୁହାଯାଇଛି? ଦେଖିବା ତାହେଲେ ଉତ୍ତର। ଦୁଇଟି ଚିତ୍ର ଦେଖିଲ, ପଦ୍ମିନୀ, ମହାରାଣୀ ପଦ୍ମିନୀ, ଏଠାରେ ରାଣୀ ଦୁର୍ଗାବତୀ। ଉଭୟ ଯାକ ଯୋଦ୍ଧା, ଶତ୍ରୁକୁ ଭୟ କରିନଥିଲେ। ଇତିହାସର ପୃଷ୍ଠା ଏଙ୍କ ନାମରେ ମଧ୍ୟ ରହିଛି। ଶତ୍ରୁପକ୍ଷ ପାଖରେ ନିଜର ମଥାନତ କରିନଥିଲେ। ନିଜର ସ୍ୱାଭିମାନ, ସମ୍ମାନ, ନିଜ ମାଟିର ସମ୍ମାନକୁ ରକ୍ଷା କରିବାକୁ ଯାଇ ଝାସ ଦେଇଥିଲେ। ନିଜ ଜୀବନକୁ ବଳି ଦେଇଥିଲେ, ଦୁଇ ଜଣ ଯାକ। ପଦ୍ମିନୀଙ୍କ ବାବଦରେ ଲେଖା ଆମ ପାଖରେ, ଆମେ ତାକୁ ଟିକେ ପଢିବା। ସେ ତାଙ୍କ ମର୍ଯ୍ୟାଦା ଓ ସମ୍ମାନକୁ ସବୁଠୁ ଉପରେ ରଖିଥିଲେ, ଅର୍ଥାତ୍ ତାଙ୍କ ମର୍ଯ୍ୟାଦାକୁ, ତାଙ୍କ ସମ୍ମାନକୁ ସେ ଗୁରୁତ୍ୱ ଦେଇଥିଲେ। ମହାରାଣୀ ପଦ୍ମିନୀ ଯୁଦ୍ଧରେ ଶତ୍ରୁଙ୍କ ହାତରେ ପଡ଼ିବା ପୂର୍ବରୁ ଆତ୍ମ ବଳିଦାନ ଦେଇଥିଲେ। ଶତ୍ରୁଙ୍କ ହାତରେ ପଡ଼ି ନିଜ ଜୀବନକୁ କଲବଲ କରିବା ଏବଂ ନିଜ ମାଟିକୁ ଅସମ୍ମାନିତ କରିବା ସେ ଚିନ୍ତା କରିପାରିନଥିଲେ। ସେ ନିଜେ ଆତ୍ମାହୁତି ଦେଇଥିଲେ। ତାଙ୍କର ସାହସ, ସ୍ୱାଭିମାନ ତାଙ୍କୁ ବୀରାଙ୍ଗନା କରିଛି। ସେ ଜଣେ ବୀର ରମଣୀ ବୋଲି ପରିଚୟ ପ୍ରାପ୍ତ ହୋଇଛନ୍ତି, ଇତିହାସର ପୃଷ୍ଠାରେ ରହିଛନ୍ତି। ସେଥିପାଇଁ ତାଙ୍କର ଏ ସାହସ ପାଇଁ ତାଙ୍କୁ ଆମେ ବୀର ନାରୀ ବୋଲି କହିବା, ବୀର ଜନନୀ ବୋଲି କହିବା। ଦୁର୍ଗାବତୀଙ୍କ କଥା ଶୁଣିବା। ଆମେ କବିତାର ଆଲୋଚନାରେ ଏକଥା ଶୁଣିଛନ୍ତି। ସେ ଶକ୍ତିଶାଳୀ ଯୋଦ୍ଧା ଓ ଶାସକ ଥିଲେ। ମୋଗଲ ସେନାଙ୍କ ବିରୁଦ୍ଧରେ ସାହସିକ ଯୁଦ୍ଧ କରିଥିଲେ। ହାର ମାନିବା ଅପେକ୍ଷା ସ୍ୱୟଂ ବଳିଦାନ ଦେଇଥିଲେ। ତାଙ୍କର ଦେଶପ୍ରେମ ଓ ଦୃଢ଼ତା ତାଙ୍କୁ ବୀରଙ୍ଗନାର ପରିଚୟ ଦିଏ। ଆମମାନେ ବୁଝିଲେ ରାଣୀ ଦୁର୍ଗାବତୀ ଆଉ ପଦ୍ମିନୀଙ୍କ ବାବଦରେ। ଠିକ ପିଲାମାନେ, ଆଜିର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ଏଇଠାରେ ରଖୁଛୁ। ଅନେକ ଗୁଡ଼ିଏ ପ୍ରଶ୍ନ ନେଇ ପରବର୍ତ୍ତୀ ଭିଡ଼ିଓରେ ଆମେ ତୁମମାନଙ୍କ ସହିତ ଆସିବୁ। ତୁମମାନଙ୍କୁ ଅନେକ ଗୁଡ଼ିଏ ପ୍ରଶ୍ନ କହିବୁ ଏବଂ ସେ ସମ୍ବନ୍ଧୀୟ ଆଲୋଚନା ମଧ୍ୟ କରିବୁ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।